Hello guys, ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ଫାଷ୍ଟ ନ୍ୟୁ ବ୍ଲଗ। ଆଉ ଆଜି ରବିବାରରେ ମୁଁ ଟିକେ ଲେଟରେ ଉଠିଲି। ଆଉ ଆଉ କଣ କହିବି, ଆଜି ତ ଯୋଉ ରେଟରେ ଖରା ହଉଛି ବାହାରକୁ ତ ଯିବା ଆସିବା ବନ୍ଦ। ଆଉ ମୋ ମୁହଁଟା ଟିକେ ଫୁଲା ଦେଖାଯାଉଛି। ଆଉ ସକାଳୁ ଉଠିଲା ମାନେ ମୁହଁ ଟିକେ ମୋର ଆଜିକାଲି ଫୁଲି ଯାଉଛି, ମୋର ଦେହ ଟିକେ ଭଲ ରହୁନାହିଁ ଆଜିକାଲି। ଆଉ ଆଉ କଣ, ଆଜି ରବିବାରରେ କଣ ହେଇଛି ଖାଇବାକୁ ଟିକେ ଆସନ୍ତୁ ମାଙ୍କୁ ପଚାରିବା। ହଁ, ଚିଙ୍ଗୁଡି ଆଣିଥିଲି, ଚିଙ୍ଗୁଡି ତରକାରୀ କରିବି ଭାବୁଛି। ଆଉ କଣ? ନା, ଆଜି ଚିଙ୍ଗୁଡି ତରକାରୀ କର ନା ମୁଡ୍ ହଉନି। ଚିଙ୍ଗୁଡି ଡାଲମା କର। ଟିକେ ଡିଫରେଣ୍ଟ କଣ ଚିଙ୍ଗୁଡି ଡାଲମା କର, ଯାହା ଯେମିତି ଆସୁଛି ସେମିତି କର। ଚୋପା ନା, ତୁ ନିଜେ କର, ମତେ ଆଉ କିଛି କହନା। ମତେ ଖରା ଗରମକୁ ଭାରି ବାଧୁଛି ଲୋ ମା। ଟିକେ ଟ୍ରାଏ କରୁନୁ, ଟିକେ ଟ୍ରାଏ କର। ଏମାନଙ୍କ ପାଇଁ ଟିକେ ବ୍ଲଗ ପକେଇବି, ନୂଆ ନୂଆ ଫାଷ୍ଟ ବ୍ଲଗ। ଆଉ ଲୋକମାନେ ଖାଲି ଦେଖିବେ ପଖାଳ ଭାତ, କଣ ଭଲ ଲାଗିବ କି? ଆମେ ଟିକେ ଦର୍ଶକ ମାନଙ୍କୁ ଆଉ କିଛି ଦେଖେଇବା ନା। ହଉ ଠିକ ଅଛି, ଦର୍ଶକ ମାନଙ୍କ କଥା କହିଲୁ ମାନେ ତାହେଲେ ତ କରିବାକୁ ପଡିବ ଦର୍ଶକ ବନ୍ଧୁ ମାନଙ୍କ ପାଇଁ। ଆଉ ହଉ, ଆପଣ ମାନଙ୍କ ପାଇଁ ଝିଅର ରିକ୍ୱେଷ୍ଟରେ ମୁଁ ଟିକେ ଚିଙ୍ଗୁଡି ଡାଲମା କରିବି ବୋଲି ଭାବୁଛି। ହଉ ଆସନ୍ତୁ ଦେଖିବା। ପ୍ରଥମେ ଆମେ ଅଦା ଆଉ ରସୁଣ ନେଇଯିବା, ଆଉ ତାପରେ ଟିକ ଟିକ କରି କାଟିଦବା। କାଟି ସାରିଲା ପରେ କରେଇକୁ ଗରମ କରି ନେବା। ଆଉ ତା ଭିତରେ ଡାଲଚିନ୍, ଗୁଜୁରାତି, ତେଜପତ୍ର, ଧନିଆ 2 ଟେବଲ ସ୍ପୁନ, ଜିରା 1 ଟେବଲ ସ୍ପୁନ ପକେଇକି ଭାଜିଦବା। ତାପରେ ଟିକେ ସମୟ ଥଣ୍ଡା ହବାକୁ ଛାଡିଦବା। ତାପରେ ସେହି ସମୟ ଭିତରେ ଚାଲନ୍ତୁ ଚିଙ୍ଗୁଡିକୁ ସଫା କରିଦବା ଆଉ ମ୍ୟାରିନେସନ କରିଦବା। ଚିଙ୍ଗୁଡିକୁ ଧୋଇଦେଲେ ତାପରେ ମ୍ୟାରିନେସନରେ ଲୁଣ, ହଳଦୀ, ସୋରିଷ ତେଲ ଆଉ ଟିକେ ରେଡ ଚିଲି ପାଉଡର, ମାନେ ଆମର କାଶ୍ମୀରୀ ଚିଲି ପାଉଡର ଟିକେ ପକେଇଦବା। ତାପରେ ଗୋଳେଇକି କିଛି ସମୟ ରଖିଦବା। ତାପରେ କରେଇରେ ଭଜା ହେଇଥିବା ଗୋଟା ମସଲାକୁ ଆମେ ଗ୍ରାଇଣ୍ଡ କରିଦବା। ତାପରେ ଯୋଉ କଟା ହେଇଥିବା ଅଦା ରସୁଣକୁ ଧୋଇକି କରେଇରେ ପକେଇଦବା। ଦେନ୍ ତାକୁ ଟିକେ ଭାଜିଦବା। ତାପରେ ତାକୁ ଗ୍ରାଇଣ୍ଡ କରିଦବା। ଦେଖନ୍ତୁ, ଗ୍ରାଇଣ୍ଡ କରିବା ପାଇଁ ବସା ହେଲା। ଗ୍ରାଇଣ୍ଡ କରିଦବା। ତାପରେ କରେଇରେ ସୋରିଷ ତେଲ ପକେଇକି ଚିଙ୍ଗୁଡି ଭାଜିଦବା। ତାପରେ ଆସନ୍ତୁ ଦେଖିବା ଡାଲମା ପାଇଁ କଣ କଣ ପରିବା କଟା ହେଇଛି। ଆଳୁ, କଖାରୁ, ଝୁଡଙ୍ଗ, ବିନ୍ସ, ପୋଟଳ ଆଉ ଗୋଟେ ବାଇଗଣ ବି। ଚିଙ୍ଗୁଡିଟା ବହୁତ ୟମ୍ମି ଦେଖାଯାଉଛି। ଦେଖନ୍ତୁ ପରିବା ଗୁଡାକ। ତାପରେ ମୋର ଗରମ ଗରମ ଚିଙ୍ଗୁଡି ଦେଖିକି ବହୁତ ମନ ହେଲା, ସେଥିପାଇଁ ମୁଁ ଟିକେ ଚିଙ୍ଗୁଡି ବି ନେଇ ଆସିଲି ମଝିରେ। ତାପରେ ଡାଲମା ପାଇଁ ଡେକ୍ଚିରେ ପାଣି ପକା ହେଲା ଗରମ ହବାକୁ। ତାପରେ ଆମେ ନବା ହରଡ଼ ଡାଲି 300 ଗ୍ରାମ ଓ 100 ଗ୍ରାମ ମୁଗ ଡାଲି।
तापरे से गरम पानी रे 2टा तेजपत्र पकांतु। तापरे डाली को धोई नबा भलो करी। तापरे जो गरम पानी रे तेजपत्र पड़तला सेइथिरे डाली और परिबा को पके दियंतु। डाली फुटिला परे फेण काढ़ी दियंतु। आउ आपनंकु नीड हिसाब रे लुण और हळदी पकांतु। तापरे टमाटो पके दियंतु। आ बैगण भी पके दियंतु। टिके समय बॉईल हबा को छाड़ी दियंतु। पियाज धनिया पत्र टमाटो भी कटा हेकि रखा हेछि। देखंतु हमर डालमाटा हे गला। आमे जनरली प्रेशर कुकर रे डालमा करूना। डेक्ची रे गले बेसी स्वादिष्ट लागे। तापरे ग्राइंड करा जायथवा गोटा मसला सेटा पका हे गला। पुणी कड़ाई को गरम करिकी सोरिष तेल पकेकी सेथिरे चीनी टिके दबा और फुटना टिके दबा। तापरे पियाज दबा। पियाज टिके फुटिला परे टमाटो दबा। तापरे अदा रसुण जो बटा हेतला सेटा दियाला। देन आपन हिसाब रे लूण हळदी काश्मीरी मिर्च आ गोटे टेबल स्पून किचन किंग मसला पके देबे। तापरे धनिया पत्र टिके पके देबे आ कसी देबे भलो करे। तापरे भजा हेतवा चिंगुड़ी को पके दियंतो। देखंतु केते भलो देखा जाउची। तापरे डालमाटा को पके दियंतो। भलो करे गोळे साला परे देखंतु डालमाटा केमती देखा जाउची। चिंगुड़ी डालमा देखंतु केते स्वादिष्ट देखा जाउची। हे गला हमर चिंगुड़ी डालमा। भलो लागिले लाइक शेयर और सब्सक्राइब करबा को भूलिबेने। थैंक यू।